ଓମ୍ ଶାନ୍ତି। ଜ୍ଞାନସାଗର ପରମାତ୍ମାଙ୍କର ସର୍ବଶ୍ରେଷ୍ଠ ଜ୍ଞାନକୁ ଧାରଣ କରି ନିଜ ଜୀବନକୁ ଶ୍ରେଷ୍ଠ କରିବା ସହିତ ସାରା ବିଶ୍ୱକୁ ଶ୍ରେଷ୍ଠ କରି ଗଢ଼ି ତୋଳିବାର ସହଯୋଗୀ ହେଉଥିବା ଶ୍ରେଷ୍ଠ ଆତ୍ମାମାନଙ୍କୁ ହୃଦୟର ସହିତ ଈଶ୍ୱରୀୟ ଶୁଭ ଅଭିନନ୍ଦନ, ସୁପ୍ରଭାତ, ସୁସ୍ୱାଗତମ୍। ହଦ୍ ଏବଂ ବେହଦର ଜ୍ଞାନ ଅର୍ଥାତ୍ ସତ୍ୟ, ତ୍ରେତୟା ଏବଂ ଦ୍ୱାପର କଳିଯୁଗର ଜ୍ଞାନ ବର୍ତ୍ତମାନ ଏହି ପରିବର୍ତ୍ତନ ସମୟରେ ଈଶ୍ୱର ପିତା ଆସି ଆମ ଆତ୍ମିକ ସନ୍ତାନମାନଙ୍କୁ ପ୍ରଦାନ କରୁଛନ୍ତି। ପୁଣି ତାଠାରୁ ମଧ୍ୟ ଊର୍ଦ୍ଧ୍ୱକୁ ଅର୍ଥାତ୍ ଆତ୍ମିକ ଘର ପରମଧାମ ବ୍ରହ୍ମଲୋକ ଘରକୁ ନେଇଯାଉଛନ୍ତି। କାରଣ ବର୍ତ୍ତମାନ ସୃଷ୍ଟି ନାଟକର ଅନ୍ତିମ ଦୃଶ୍ୟ ଚାଲିଛି। ଏହି କଳିଯୁଗୀ ସୃଷ୍ଟିର ମହାବିନାଶ ହୋଇ ପୁନଃ ସତ୍ୟଯୁଗୀ ଦୈବୀ ଦୁନିଆ ପ୍ରାରମ୍ଭ ହେବ। ସମସ୍ତଙ୍କୁ ଘରକୁ ଫେରିବାକୁ ହିଁ ପଡ଼ିବ। ଶିବ ବାବା ସମସ୍ତଙ୍କୁ ନେବା ପାଇଁ ହିଁ ଆସିଛନ୍ତି। ଯିଏ ସମ୍ପୂର୍ଣ୍ଣ ପବିତ୍ର ହେବାର ଜ୍ଞାନକୁ ଗ୍ରହଣ କରି ପବିତ୍ର ହୋଇ ପବିତ୍ର ଦୁନିଆକୁ ଆସିବାର ଯୋଗ୍ୟ ହେବେ, ସେମାନେ ଖୁସି ଖୁସିରେ ଯିବେ ଏବଂ ଯେଉଁମାନେ ପରମାତ୍ମା ପିତାଙ୍କର ଶ୍ରୀମତକୁ ମାନିବେ ନାହିଁ ବା ଘରକୁ ଯିବା ପାଇଁ ପୁରୁଷାର୍ଥ କରିବେ ନାହିଁ, ସେମାନଙ୍କୁ ଦଣ୍ଡ ଭୋଗ କରି ଫେରିବାକୁ ହେବ। କିଏ ଚାହୁଁ ବା ନ ଚାହୁଁ। ଯେପରି ସଞ୍ଜ ହେଲେ ପିଲାମାନେ ଖେଳ ସାରି ଧୋଇ ଧାଇ ହୋଇ ପରିଷ୍କାର ପରିଚ୍ଛନ୍ନ ହୋଇ ଘରକୁ ଫେରିଥାନ୍ତି। ହେଲେ ଆଉ କିଛି ପିଲା ଥାନ୍ତି, ସେମିତି ବୁଲୁଥାନ୍ତି। ତେଣୁ ପିତାମାତା ଆସି ଜବରଦସ୍ତ ମାଡ଼ ଦେଇ ଘୋଷାଡ଼ି ଘୋଷାଡ଼ି ଧୋଇ ଧାଇ ଘରକୁ ନେଇଥାନ୍ତି। ସେହିପରି ଶ୍ରୀମତକୁ ଅମାନ୍ୟ କରୁଥିବା ଆତ୍ମାମାନଙ୍କୁ ଧର୍ମରାଜପୁରୀରେ ଦଣ୍ଡ ଭୋଗ କରି ପବିତ୍ର ହୋଇ ଘରକୁ ଫେରିବାକୁ ପଡ଼ିବ। ଯେଉଁମାନେ ପୁରା ପବିତ୍ର ହେଉଛନ୍ତି, ସେମାନେ ଶିବ ବାବାଙ୍କ ଦ୍ୱାରା ମିଳୁଥିବା ଜ୍ଞାନରେ ମଜବୁତ ଭାବରେ ରହିପାରିବେ। ଯଦି ପବିତ୍ର ନୁହନ୍ତି, ତେବେ ଜ୍ଞାନର ଧାରଣା ହେବ ନାହିଁ। ଯେପରି କୁହାଯାଏ କି ବାଘୁଣୀର କ୍ଷୀର ରଖିବାକୁ ହେଲେ ସୁନାର ପାତ୍ର ଆବଶ୍ୟକ, ସେହିପରି ଏହି ଶ୍ରେଷ୍ଠ ପବିତ୍ର ଜ୍ଞାନ ଧନକୁ ଧାରଣ କରିବାକୁ ହେଲେ ବୁଦ୍ଧି ରୂପକ ପାତ୍ରକୁ ପବିତ୍ର ସ୍ୱଚ୍ଛ କରିବା ନିହାତି ଆବଶ୍ୟକ। ସେହିମାନେ ହିଁ ବାବାଙ୍କ ଭଳି ଜ୍ଞାନବାନ ମଧ୍ୟ ହେଇଥାନ୍ତି। ଏହି ପୁରୁଷାର୍ଥ କରୁ କରୁ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଯାହା ବି ସବୁ ଓଲଟା ସିଧା ସଂକଳ୍ପ ବିକଳ୍ପ ଚାଲୁଛି, ତାହା ସବୁ ସମାପ୍ତ ହୋଇଯିବ। ବୁଦ୍ଧିର ଯୋଗ ଏକମାତ୍ର ବାବାଙ୍କ ସହିତ ଲାଗିଯିବ, ଯାହାକୁ କୁହାଯାଏ କି ଅନ୍ତମତି ସ୍ୱଗତି। ତୁମର ବୁଦ୍ଧି ସୁନାର ପାତ୍ର ହୋଇଯିବ। ବାବା ଯେଉଁ ସବୁ ଜ୍ଞାନ ରତ୍ନର ଉପହାର ଗୁଡ଼ିକ ଦେଉଛନ୍ତି, ସେଗୁଡ଼ିକ ଧୀରେ ଧୀରେ ଧାରଣା ହୋଇଯିବ। ଏହି ସୃଷ୍ଟିଚକ୍ର ଗଢ଼ାଯାଇଛି ଜ୍ଞାନ, ଭକ୍ତି ଏବଂ ବୈରାଗ୍ୟର। ଜ୍ଞାନ ଦ୍ୱାରା ସଦ୍ଗତି ପ୍ରାପ୍ତ ହୋଇଥାଏ, ଯଦ୍ୱାରା ସତ୍ୟ ଓ ତ୍ରେତୟା ଦୁଇ ଯୁଗ ସୁଖ ଶାନ୍ତି ପ୍ରାପ୍ତ ହୋଇଥାଏ।
ହେଲେ ଦ୍ୱାପର ଓ କଳି ଯୁଗର ଭକ୍ତି ହିଁ ଚାଲିଥାଏ। ବାବା କହୁଛନ୍ତି ତୁମକୁ ହଦ ଏବଂ ବେହଦର ଊର୍ଦ୍ଧ୍ୱକୁ ଯିବାକୁ ହେବ। ତୁମ ବୁଦ୍ଧିରେ ବର୍ତ୍ତମାନ ରଚୟିତାଙ୍କର ରଚନାର ଆଦି ମଧ୍ୟ ଅନ୍ତର ଜ୍ଞାନ ରହିବା ଆବଶ୍ୟକ। ସତ୍ୟଯୁଗୀ ସ୍ୱର୍ଗ ରାଜ୍ୟରେ ସମ୍ପୂର୍ଣ୍ଣ ସୁଖ ଶାନ୍ତି ହେବ। ଦୁଃଖ ଅଶାନ୍ତିର ନାମ ନିଶାନ ହିଁ ରହିବ ନାହିଁ। କାରଣ ସେଠାରେ ବିକାର ବା ମାୟା ହିଁ ନଥାଏ। ତତ୍ତ୍ୱ ସହିତ ସବୁ କିଛି ପବିତ୍ର ସତପ୍ରଧାନ ହୋଇଥାଏ। ପାଞ୍ଚ ବିକାରରୁ ହିଁ ଦୁଃଖ ଶାନ୍ତି ସୃଷ୍ଟି ହୋଇଥାଏ। ତାହା ଏହି ଦ୍ୱାପର ଏବଂ କଳିଯୁଗରେ ହିଁ ହୋଇଥାଏ, ଯାହାକୁ ମାୟା ରାବଣର ରାଜ୍ୟ ମଧ୍ୟ କୁହାଯାଇଥାଏ। ଏଠାରେ ମନୁଷ୍ୟମାନେ ତ କଳ୍ପର ଆୟୁଷକୁ ଲକ୍ଷ ଲକ୍ଷ ବର୍ଷ କହିଦେଇ ନିଜକୁ ହିଁ ଘୋର ଅନ୍ଧକାର ମଧ୍ୟରେ ପକାଇ ଦେଇଛନ୍ତି। କିଛି ହେଲେ ବୁଝୁନାହାନ୍ତି। ସେଥିପାଇଁ ଦୁଃଖୀ, ପତିତ ଆଉ ଭ୍ରଷ୍ଟାଚାରୀ ହୋଇଯାଇଛନ୍ତି। ସଭ୍ୟତା ବୋଲି ଶବ୍ଦ ଯେପରି ଏଠାରେ କିଛି ବି ନାହିଁ। ଅର୍ଥାତ୍ ଯେଉଁ ଦୈବୀ ସଭ୍ୟତା ଥିଲା ଆଦି ଯୁଗରେ ଅର୍ଥାତ୍ ସତ୍ୟ ଯୁଗରେ, ତାହା ସମ୍ପୂର୍ଣ୍ଣ ଲୋପ ପାଇଯାଇଛି, ଯାହାକୁ ଏବେ ପୁନଃ ସ୍ଥାପନା ପାଇଁ ପରମାତ୍ମା ଆସି ଏହି ଶ୍ରେଷ୍ଠ ଦୈବୀ ଗୁଣଯୁକ୍ତ ବା ଦୈବୀ ସଭ୍ୟତାକୁ ସ୍ଥାପନା କରାଉଛନ୍ତି ପ୍ରଜାପିତା ବ୍ରହ୍ମାଙ୍କ ମାଧ୍ୟମରେ। ଯାହା କୁହାଯାଇଛି ସର୍ବଧର୍ମ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ ଅହଂ ତ୍ୱାଂ ସର୍ବ ପାପେଭ୍ୟୋ ମୋକ୍ଷୟିଷ୍ୟାମି। ଏଇ ଯେଉଁ କଥା କୁହାଯାଇଛି ତାହା ହିଁ ବାସ୍ତବରେ ବର୍ତ୍ତମାନର କଥା। ବର୍ତ୍ତମାନ ସମସ୍ତ ମତାନ୍ତରକୁ ଛାଡ଼ି ଏକ ପରମାତ୍ମାଙ୍କର ଏହି ଦିବ୍ୟ ଶ୍ରେଷ୍ଠ ଶ୍ରୀମତ ଆଧାରରେ ହିଁ ଚାଲିବାକୁ ହେବ। ତେବେ ଯାଇ ଜୀବନ ଶ୍ରେଷ୍ଠରୁ ଶ୍ରେଷ୍ଠତର ହୋଇଯିବ। ଏବେ ଓଲଟା ସିଧା ସଂକଳ୍ପଠାରୁ ମୁକ୍ତ ହେବା ପାଇଁ ବୁଦ୍ଧିର ଯୋଗ ପରମଧାମ ଘର ସହିତ ଏବଂ ପରମାତ୍ମାଙ୍କ ସହିତ ଲଗେଇବାକୁ ହେବ। ଦୈହିକ ଦୃଷ୍ଟିକୁ ସମାପ୍ତ କରିବା ପାଇଁ ଆତ୍ମା ଭାଇ ଭାଇ ଅଟୁ ଏହି ଅଭ୍ୟାସକୁ ପକ୍କା କରିବାକୁ ହେବ। ଅବିନାଶୀ ଜ୍ଞାନ ରତ୍ନର ଦାନ କରିବାକୁ ହେବ। ବୁଦ୍ଧିକୁ ପବିତ୍ର କରିବା ପାଇଁ ତାକୁ ଅନ୍ୟ ସବୁଆଡ଼ୁ ବାହାର କରି ଏକମାତ୍ର ନିରାକାର ପିତାଙ୍କ ସହିତ ଲଗେଇବାକୁ ହିଁ ହେବ। ଶିବ ବାବା ବରଦାନ ଦେଉଛନ୍ତି, ନିଜକୁ ବାବାଙ୍କୁ ସମର୍ପି ଦେଇ ବୁଦ୍ଧି ଦ୍ୱାରା ମଧ୍ୟ ସମର୍ପିତ ହେଉଥିବା ଡବଲ ଲାଇଟ୍ ହୁଅ। ନିଜର ସବୁ ବୋଝ ବାବାଙ୍କୁ ଦେଇଦିଅ, ତେବେ ବୁଦ୍ଧିକୁ ଅନ୍ୟ କୌଣସି କଥା ଆସିବ ହିଁ ନାହିଁ। ଏହାଦ୍ୱାରା ସହଜରେ ଲକ୍ଷ୍ୟସ୍ଥଳରେ ପହଞ୍ଚି ଯାଇପାରିବ। ବୁଦ୍ଧି ହାଲୁକା ଏବଂ ପ୍ରକାଶମୟ ଡବଲ ଲାଇଟ୍ ହେଇଯିବ। ଅଚଳ ସିଂହାସନ ଉପରେ ବିରାଜମାନ ହୋଇ ସାକ୍ଷୀ ଦ୍ରଷ୍ଟା ରୂପରେ ପାଠ କରୁଥିବା ଆତ୍ମାମାନେ ହିଁ ଶ୍ରେଷ୍ଠ ପାଠଧାରୀ ଅଟନ୍ତି। ସେହିମାନେ ହିଁ ସଦା ହର୍ଷିତ ବା ଖୁସିରେ ରହିଥାନ୍ତି, ଯେହେତୁ ସାକ୍ଷୀ ହୋଇ ଏହି ସୃଷ୍ଟି ନାଟକର ସମସ୍ତ ଦୃଶ୍ୟକୁ ଉପଭୋଗ କରିଥାନ୍ତି। ଆଚ୍ଛା, ଆଜି ପାଇଁ ଏଇଠାରେ ଆମେମାନେ ବିରାମ ନେବା। ଆସନ୍ତାକାଲି ପୁନଃ ସେହି କଲ୍ୟାଣକାରୀ ପିତାଙ୍କର ଆଉ କିଛି କଲ୍ୟାଣକାରୀ ମହାବାକ୍ୟକୁ ଶ୍ରବଣ କରି ନିଜକୁ
कल्याण करी चलिबा। ओम शांति। ओम शांति। ओम शांति।